ଆଜି ଆମେ କରିବା ଆମର ନିମକି ମାନେ ଛୋଟ ଛୋଟ ଆମେ କୁଚ ନିମକି ବନେଇବା। ଏ ହେଉଛି ସମ୍ପୂର୍ଣ୍ଣ ଗହମ ଅଟାରେ ତିଆରି ହେଉଛି। ଆଦେହରେ କଳା ଜିରା, ଜୁଆଣି ଆଉ ରିଫାଇନ୍ ତେଲ ଟିକେ ଦିଆହେଇଛି ଅଟା ଦିହରେ। ଆମେ ଲଗଭଗ 500 ଗ୍ରାମର ମୁଁ ଅଟା ନେଇଛି। ଆଦେହରେ ଅଧ ଚାମଚ କଳା ଜିରା ଆଉ ଅଧ ଚାମଚ ହେଲା ଜୁଆଣି ଆଉ 2-3 ଚାମଚ ହେଲା ଆମର ରିଫାଇନ୍ ତେଲ ଆଉ ଲୁଣ ସ୍ୱାଦ ଅନୁସାରେ ଲୁଣ ଦିଆହେଇଛି। ଏବେ ଆମେ ତାକୁ ମାଖିବା ଭଲକିନା। ସାଧାରଣତଃ ଆମର ମଇଦାରେ ଏଟା ତିଆରି ହୁଏ। ମଇଦା ଲୋକଙ୍କର ଆଜିକାଲି ବି ବେଶୀ ଫ୍ୟାଟ୍ ବଢ଼ୁଛି, ସେଥିପାଇଁ ଲୋକ ମଇଦା ଖାଇବାକୁ ଭଲ ପାଉନି। ବର୍ତ୍ତମାନ ଆମେ ଏଟାକୁ ମଇଦା ନକରି ଆମେ ଅଟାରେ କରିବା। ଦେଖିବା ମଖାମଖି ହେଇସାରିଲା ପରେ ଦେଖିବେ ଖାସ୍ତାଟା ଟିକେ ଛାଡ଼ି ଏଇଭଳିଆ ହେବ ଦରକାର। ବେଶୀ ମହମ ହେଇଗଲେ ଇଏ କ୍ରିସ୍ପି ଆସିବ ନାହିଁ, ନରିମି ଯିବ। ଆମେ ତା ଦେହରେ ପାଣି ଦେବା, ଅଳ୍ପ ପାଣି ଦେଇ ତାକୁ ଆମେ ଡୋ ଗୋଟେ ତିଆରି କରିବା। ଏଇଭଳି ଭାବେ ଗୋଲ କରିକି ପତଳା ଭାବରେ ରୁଟି ଭଳିଆ ବେଲି ଦେବା। ତାପରେ ଆମେ ଛୁରୀ ସାହାଯ୍ୟରେ ତାକୁ ପିସ୍ ପିସ୍ କରିବା। କୁଚ ନିମକି ଆମ ଛୁରୀ ସାହାଯ୍ୟରେ ଆମେ ପିସ୍ ପିସ୍ କରି କାଟିବା। এইଭଳିଆ କଟିଂ କରି ଆମେ ରଖିଦେବା। ତାପରେ ଆମେ ତେଲକୁ ଛାଣିବା। ତେଲ ନଖ ଉଷୁମ ଭଳିଆ ହେଇଥିଲେ ଆକୁ ପକାଇବା। ତେଲ ପୁରା ଫୁଲ୍ ତାତିଗଲେ ସେତେବେଳକୁ ଅଟୋମେଟିକ୍ ଆମ ନିମକି ନେଇ ବାହାରି ଆସିବ। ହେଇଗଲା ଆମେ ଏବେ ଅଟାର ତିଆରି କୁଚ ନିମିକି। ଦେଖନ୍ତୁ ଏଭଳି ଭାବେ ମୁଁ କରିଛି। ପୁରା ବଢ଼ିଆ କ୍ରିସ୍ପି ଭଳିଆ ହେଇଛି। ପାଟିକି ବି ସୁଆଦିଆ ଲାଗିବ। ବାସ୍, ଆଉ ଯଦି ରାଗ ଚାହୁଁଛନ୍ତି ଆପଣ ଖାଇବା ପାଇଁ ଆଦେହରେ ଆପଣ ଲଙ୍କାଗୁଣ୍ଡ ପକାଇକି ଛିଞ୍ଚି ଦେବେ, ଆଉ ଟିକେ ହାଲକା ବିଟ ଲୁଣ ଦେଇଦେବେ, ଆହୁରି ବି ଟେଷ୍ଟି ଲାଗିବ। ସାଧା ପାଇଁ ଲୋକମାନେ ସାଧା ଖାଇପାରିବେ। ଯଦି ରାଗ ଖାଇବାକୁ ଇଚ୍ଛା ଆପଣ ଲଙ୍କାଗୁଣ୍ଡ ଆଦେହରେ ଛିଞ୍ଚି ଦେବେ, ବଢ଼ିଆ ଟେଷ୍ଟ ଲାଗିବ।